प्रभु आमको वर्षर शेष सप्ताह सेवा कर विज्ञापन को आम शुणुलु आम पूर्व विज्ञापन प्रोग्राम स्थिर कर 30 तारीख में आम प्रोफेसर पाणी महाशंकर था किंतु आसंता काली आ बहुत दिन बड़ पदारे जाओ कि प्रथार सभा होतु जेहेतु आम जोगाजोग कर सारी 30 तारीख आज्ञा हेनी बोली कही हेनी तेणु रविवार दिन आप प्रोग्राम को बदला किंतु गत रात्रि राति 12 शरीर असुस्थ है तेणु से सका सका फोन कले जदि संभव हम संध्या उपासना से जोगदेवे मते बाध्य ये समय को नवा पड़ा कारण मुझे फ्रीडम थी जेहतु सी आसबे तथा प्रभु वाक्य से प्रदान करेंगे लोक मान से परितृप्त कर समस्ते हालेलुया हालेलुया। जो परमेश्वर वर्ष जाक आम साथी वर्ष जाक भितर कहीं तो छाड़ी दे कहीं तो दुख देवे कहीं तो आनंद देवे कहीं तो आम संग रही किंतु प्रभु केवे छाड़े तेणु गोटे पद गीत बोलवा तुम्हें मोर साथी तुम्हें मोर बंधु जीशु तुम्हें मोर साथी यही अंधकारे तुम्हें जीव पथदर्शक तुम्हें मोर साथी तुम्हें मोर बंधु जीशु तुम्हें मोर साथी यही
ସାଥୀ ହେଲେ, ବ୍ୟବସାୟରେ ସାଥୀ ହେଲେ, ପରିବାରରେ ସାଥୀ ହେଲେ, ଚଲାପଥରେ ସାଥୀ ହେଲେ, ଅସୁସ୍ଥତା ବେଳେ ସାଥୀ ହେଲେ, ପରିବାରରେ ଝଗଡ଼ା ହେଲା ବେଳେ ସାଥୀ ହେଲେ, କେତେକ ନିରାଶ ମାଡ଼ି ଆସିଲା ବେଳେ ସାଥୀ ହେଲେ, ମନରେ ଦୁଃଖ ଉଙ୍କି ମାରିଲା ବେଳେ ସାଥୀ ହେଲେ। ତେଣୁ ଶେଷ ପଦରେ ଲେଖିଲେ, ଆସୁ ଯେତେ କଠିନ ବାଧା ହେବ ମୋର ଆହେ ପାପୀ ପରିତ୍ରାତା ତୁମେ ମୋର। ମୋର ପ୍ରିୟମାନେ, ପ୍ରଭୁ ଆପଣଙ୍କୁ ମତେ ସେଇ ମୁକ୍ତିର ଆଶୀର୍ବାଦରେ ଆଶୀର୍ବାଦ କରିଛନ୍ତି, ଆଉ ଆମମାନଙ୍କ ନିମନ୍ତେ ମଙ୍ଗଳ ଶାସନ କରିଛନ୍ତି। ଆଜିର ଏହି ଶେଷ ପବିତ୍ର ବିବାହ ଉପାସନା ମଧ୍ୟରେ ମୁଁ ଆପଣମାନଙ୍କ ସହିତ ଏହା ରଖିବାକୁ ଚାହେଁ। ଆଜିର ଚିନ୍ତାର ବିଷୟ ହେବ କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। କହିବା ସମସ୍ତେ, କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। ପ୍ରିୟମାନେ, ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଛନ୍ତି। କୋଉଟା ପ୍ରଚୁର ମଙ୍ଗଳ? ଟଙ୍କା, ଚାକିରି, ଲୁଗା, ଖାଦ୍ୟ, ଜ୍ଞାନ, ଲୋକଦଳ, କଣ ସେ ପ୍ରଚୁର ମଙ୍ଗଳ ଦାନ? ଲେଖା ଅଛି ଗୀତ ସଂହିତା 116:7 ପଦର ଖ-ରେ, କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଛନ୍ତି। 12 ପଦରେ ଲେଖା ଅଛି, ମୋ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳ ଦାନ ପାଲଟେ, ମୁଁ ତାହାଙ୍କୁ କି ସଦାପ୍ରଭୁଙ୍କର ପ୍ରଚୁର ମଙ୍ଗଳ ଦାନ କଣ? ସବୁ ମଙ୍ଗଳ ଦାନ ପାଲଟେ ମୋର କର୍ତ୍ତବ୍ୟ। ଆଜିର ଚିନ୍ତାର ବିଷୟ ଦୁଇଟି କ୍ଷେତ୍ରରେ ହେବ। ପ୍ରଥମ ହେଉଛି ସଦାପ୍ରଭୁଙ୍କର ପ୍ରଚୁର ମଙ୍ଗଳ ଦାନ କଣ? ଦ୍ୱିତୀୟ, ସବୁ ମଙ୍ଗଳ ଦାନ ପାଇଁ ମୁଁ କଣ କରିବା? ସେ ତ ମଙ୍ଗଳ ଦାନ କଲେ, କାରଣ ସେ ମଙ୍ଗଳମୟ ପରମେଶ୍ୱର ଅଟନ୍ତି, ଆଉ ସେ ମଙ୍ଗଳ କରନ୍ତି ଆଉ କରିଛନ୍ତି। କେବେ ପ୍ରଚୁର ମଙ୍ଗଳ ମଧ୍ୟରେ ପ୍ରଚୁର କହିଲେ ତାର ସୀମା କରିପାରିବ କି? ଅପର୍ଯ୍ୟାପ୍ତ କହିଲେ ସୀମା କହିବ କି? କେତେକ ସୀମା ନିରୂପଣ କରାଯାଇପାରେ ନା। ଏତେ ଡ୍ରେସ୍ ଅଛି ଜାଗା ପିନ୍ଧି ହଉ, ତାକୁ ପ୍ରଚୁର ବୋଲି ଏତେ ପ୍ରକାର ଭେରାଇଟି ହେଇଛି ଯେ ଖାଇ ହଉନି, ପ୍ରଚୁର ବୋଲି। ମୁଁ ଯୁଆଡେ ଗଲି ପ୍ରଭୁ ସିଆଡେ ମତେ ଆଶୀର୍ବାଦ କଲେ, ଅଭାବ କରିନାହାନ୍ତି, ବ୍ୟବସାୟରେ ସଫଳ କଲେ, ଯୋଉଠିକି ଗଲି ମୋର ସଫଳତା ହେଲା। ଏହା ପ୍ରଚୁରତାକୁ ମଧ୍ୟ ପ୍ରିୟମାନେ, ସଦାପ୍ରଭୁ ମୋହର ପ୍ରଚୁର ମଙ୍ଗଳ। ସେଠି ଗୋଟେ ଶବ୍ଦଟା ଅଛି, এই প্রচুর শব্দକୁ ଅନୁଭବ କଲାବେଳେ କୋଉ କୋଉ କ୍ଷେତ୍ରରେ ପ୍ରଭୁ ପ୍ରଚୁର ମଙ୍ଗଳ କଲେ। ମୁଁ କହିଲେ ଆଜ୍ଞା ତ ମନେ ପାଛେ କହୁଛନ୍ତି କହିବେ, କିନ୍ତୁ ବାଇବେଲ କଣ କହୁଛନ୍ତି? ଆଉ ବାଇବେଲ ପ୍ରଚୁର ମଙ୍ଗଳ ଦାନ କୋଉ କୋଉ ଭାବରେ ପ୍ରଭୁ କରିଛନ୍ତି? ମୁଁ ତିନିଟା କଥା କହିବି। ପ୍ରଚୁର ମଙ୍ଗଳ ଦାନରେ ଉଦ୍ଧାର ଅଛି, ପ୍ରଚୁର ମଙ୍ଗଳ ଦାନରେ ଭରସା ଅଛି, ପ୍ରଚୁର ମଙ୍ଗଳ ଦାନରେ ସ୍ୱୀକାରୋକ୍ତି ଅଛି। ସଦାପ୍ରଭୁ ପ୍ରଚୁର ମଙ୍ଗଳ କରିଛନ୍ତି, ତାହା ଉଦ୍ଧାର କୋଉ କୋଉ କ୍ଷେତ୍ରରେ? 8 ପଦରେ ଦେଖନ୍ତୁ, ତୁମ୍ଭେ ମୃତ୍ୟୁର ମୋହର ପ୍ରାଣ, ଲୋତକରୁ ମୋହର ଚରଣ ଓ ଝୁଣ୍ଟି ପଡ଼ିବାର ମୋହର ଚରଣ ଉଦ୍ଧାର। ପ୍ରଚୁର ମଙ୍ଗଳ କରିଛନ୍ତି, ଉଦ୍ଧାର କରିଛନ୍ତି। କୋଉଠି କୋଉଠି? ମୃତ୍ୟୁରୁ ପ୍ରାଣ। ପ୍ରାଣ ଯଦି ଉଦ୍ଧାର ହେଇଛି, ଟଙ୍କା ଥାଉ ନଥାଉ ଜୀବନ ସାରୁଛି। ପ୍ରାଣ ଯଦି ଉଦ୍ଧାର ଅଛି, ପରିବାରରେ ଆନନ୍ଦ ଅଛି। ପ୍ରାଣ ଯଦି ଉଦ୍ଧାର ଅଛି, ତେବେ ଜଗତରେ ତ ଆନନ୍ଦ ଅଛି, ସ୍ୱର୍ଗରେ ମଧ୍ୟ ଆନନ୍ଦ ଅଛି। ହାଲେଲୁୟା। ଯଦି ପ୍ରାଣ ଉଦ୍ଧାର ହେଇନାହିଁ, ତେବେ
ତାର ପ୍ରାଣ କୋଠିକି ଯିବ ନରକକୁ ଯିବ। ତେବେ ଆନନ୍ଦ ରହିବ କି? ପ୍ରିୟମାନେ, ପରମେଶ୍ୱର ଏ ପ୍ରକାର ଉଦ୍ଧାର କରିଛନ୍ତି, ଏ ପ୍ରକାର ମଙ୍ଗଳ ଦାନ ଦେଇଛନ୍ତି, ପ୍ରାଣକୁ ଉଦ୍ଧାର କରି ତୁମେ ମୋ ପ୍ରାଣକୁ ବଳ ଦେଇ ସାହସିକ। ଏ ପ୍ରାଣ ଏମିତିକା ପ୍ରାଣ ଯେ ଆକୁ କେହି ଦେଖିପାରୁ, ଦେଖୁଛୁ ଶରୀରରେ, କିନ୍ତୁ ତାର ରୂପ କେହି ଯଦି ବାହାରି ଗଲା ସବୁ ସରିଗଲା। এই প্রাণକୁ ସେ ଉଦ୍ଧାର କଲେ। এই ପ୍ରାଣକୁ ଉଦ୍ଧାର କରିବା ପାଇଁ, ସେ ପ୍ରାଣ ଦାନ କରିବା ପାଇଁ ସ୍ୱର୍ଗରୁ ପୃଥିବୀକୁ ତୁମେ ପ୍ରାଣ ଦେଇ ପ୍ରାଣ କିଣିଛ ନାଥ, ମୋ ପ୍ରାଣର। ହାଲେଲୁୟା। ପ୍ରାଣ ନିମନ୍ତେ ପ୍ରାଣ ଦେଇ ପ୍ରଭୁ ଉଦ୍ଧାର କରୁଛନ୍ତି। ଦ୍ୱିତୀୟରେ କଣ କହୁଛନ୍ତି? ଓ ଲୋତକରୁ ମୋହର। ପ୍ରିୟମାନେ, ଯଦି ଗୋଟେ ଲୋକର ଆଖିରୁ ବେଶୀ ଲୁହ ବାହାରିବ, ତେବେ ଅଟୋମେଟିକଲି ତା ଆଖିର ତେଜ ଚାଲିଯିବ। ଯଦି ଜମାରୁ ବି ବାହାରିବ ନାହିଁ, ତେବେ ତା ଆଖିରେ ଥିବା କେତେକ ଆବର୍ଜନା ବିଶ୍ୱାସ ତା ଚକ୍ଷୁର ତେଜକୁ ବନ୍ଦ କରିବ। ଦିଟା ଚକ୍ଷୁର ଲୋତକ ଯଦି ବେଶୀ ବାହାରିବ, ତେବେ ତା ଚକ୍ଷୁର ତେଜ କ୍ଷୀଣ ହେବ। ଯଦି ଚକ୍ଷୁ ଜମାରୁ ଲୋତକ ବାହାରିବ ନାହିଁ, ତେବେ ଚକ୍ଷୁରେ ଥିବା ଆବର୍ଜନା ତା ଚକ୍ଷୁର ତେଜକୁ। ତେଣୁ ଚକ୍ଷୁର ଲୋତକ କିଛି କିଛି ବାହାରିବା ଆବଶ୍ୟକ। ଯଦି ବାହାରିବ ନାହିଁ, ତେବେ ବି ବିପଜ୍ଜନକ। ବେଶୀ ବାହାରିଲେ ବି, ହେଲେ ବେଶୀ ବାହାରିବା କଥା ମୁଁ କାହିଁକି କହୁଛି? କାରଣ କେତେ କେତେ ବେଳେ ଆମେ ବୁଝୁନା, ଯେତେ ଯାହା କହିଲେ ମଧ୍ୟ କାନ୍ଦୁଥାଉ ମନେ ପକେଇ, କିନ୍ତୁ ତାହା ଆମ ଚକ୍ଷୁ ପାଇଁ କ୍ଷୀଣ। ଚକ୍ଷୁ ନଥିଲେ ଆମେ ଚାଲିବା କଷ୍ଟ, ଆମେ ପିନ୍ଧିବା ବସ୍ତ୍ରର କଲର ଜାଣିପାରିବା, ଆମର ଚେହେରା ଆମେ ଦେଖିପାରିବା ନାହିଁ। କିନ୍ତୁ ସେ କହୁଛନ୍ତି, ଓ ଲୋତକରୁ ମୋହର ଚକ୍ଷୁ। ଯୋଉ ଚକ୍ଷୁରେ କେତେକ କଥାରେ ଲୋତକ ଆସିଯାଏ, ଆଉ ସେଇ ଲୋତକ ଚକ୍ଷୁକୁ କ୍ଷୀଣ କରିଦିଏ, କିନ୍ତୁ ଚକ୍ଷୁକୁ ସେ ଉଦ୍ଧାର କରିଛନ୍ତି। ତୃତୀୟରେ ଝୁଣ୍ଟି ପଡ଼ିବାରୁ ମୋହର ଚରଣ ଉଦ୍ଧାର କରିଦେଉଛନ୍ତି। ପ୍ରିୟମାନେ, ମନୁଷ୍ୟ ଭାବରେ ଆମେ କେତେ କେତେ କଥାରେ, କର୍ମରେ ଝୁଣ୍ଟି ପଡ଼ିବା କହିଲେ ଖାଲି ପଥରକୁ ବାଜି ପଡ଼ିଯିବା, ଏରୁଣ୍ଡିକି ବାଜି ପଡ଼ିଯିବା, ଏହା ହିଁ ଝୁଣ୍ଟିବା ନୁହେଁ। କେତେକ ଲୋଭାସକ୍ତ ବିଷୟରେ ପଡ଼ିଯିବା ଝୁଣ୍ଟି ପଡ଼ିବା ଅଟେ। କେତେକ ଦୁଃଶକ୍ତିରେ ପଡ଼ିଯିବା ଝୁଣ୍ଟି ପଡ଼ିବା ଅଟେ। ଅନେକ କ୍ଷେତ୍ରରେ ଆମେ ଝୁଣ୍ଟି ପଡୁଛୁ। ତେଣୁ ସେ କହିଲେ, କାରଣ ସଦାପ୍ରଭୁ ଓ ଝୁଣ୍ଟି ପଡ଼ିବାରୁ ମୋହର ଚରଣ ଉଦ୍ଧାର କରୁଛି। କେତେ କେତେ କ୍ଷେତ୍ରରେ ଆମେ ଝୁଣ୍ଟି ପଡୁ। ଖାଦ୍ୟର ଭଲ ମାଂସ ହେଇଥିବ, ପ୍ଲେଟ୍ ସରିଯିବ, ଆଉ ଟିକେ ଲୋଭାସକ୍ତରେ ଖାଦ୍ୟ ପ୍ରତି ଝୁଣ୍ଟି, ଆଉ ତାହା ଆମ ଶରୀରକୁ କ୍ଷତି କରିବ। ଆମମାନେ ଅର୍ଥ ଲୋଭରେ କେତେକ ସମୟରେ ଉପାସନା ଚାଲିଥିବ, ଆଉ କୋଉଠିକି ପରିବାର, କେତେକ ବନ୍ଧୁବର୍ଗ, ଆଉ ଯେହେତୁ ସୋମବାର, ମଙ୍ଗଳବାର, ବୁଧବାର, ଗୁରୁବାର, ଶୁକ୍ରବାର, ଶନିବାର ହାଟ, ତେଣୁ ଆମେ କେମିତି କରିବା ଆଜ୍ଞା? ରବିବାର ଦିନ ହିଁ ମାର୍କେଟକୁ, ଏହା ମଧ୍ୟ ଛୁଟି ପଡିବ। ଇଆଡେ ସିଆଡେ ଆଉ କାହା ବନ୍ଧୁ ଘରକୁ ଯାଇ ହଉନି। ସମାନ ରବିବାର ଦିନ ଏକା ଆମ ଘରକୁ ଆସିଲେ ଆମେ ତାଙ୍କ ଘରକୁ, ତେବେ ଏହା ମଧ୍ୟ ଛୁଟି ପଡିବାରୁ କି? ପ୍ରିୟମାନେ, ଆମମାନଙ୍କର ଚିନ୍ତାଧାରା ମଧ୍ୟରେ କେତେକ ବିଷୟ ହୁଏତ ତାହା ବୁଝିପାରୁନାହୁଁ, କିନ୍ତୁ ଝୁଣ୍ଟି ପଡିବାରୁ ପ୍ରଭୁ ଉଦ୍ଧାର। ଆଉ କେତେକ ଭାବୁଛୁ ବାକ୍ୟ ହିଁ ଆମମାନଙ୍କ ଉପାସନା,
କିନ୍ତୁ ଆମମାନଙ୍କ ଉପାସନା ଆଉ କେତେକ ଭାବୁଛୁ ଦାନ ହିଁ ଆମମାନଙ୍କ ଉପାସନା। ଦାନ ଦେଇ ଦେଇକି ଆମେ ଏଠି ଉଠି ପଡ଼ିଲେ ଏହା କ'ଣ ତ୍ରୁଟି ପଡ଼ିବା ବିଷୟ କି? ପ୍ରିୟମାନେ, ସଦାପ୍ରଭୁ ପ୍ରଚୁର ମଙ୍ଗଳ କରିଛନ୍ତି, ସେଥିମଧ୍ୟରେ ମୋର ପ୍ରାଣକୁ ଉଦ୍ଧାର କରିଛନ୍ତି, ସେଥିମଧ୍ୟରେ ମୋର ଚକ୍ଷୁକୁ ଉଦ୍ଧାର କରିଛନ୍ତି, ସେଥିମଧ୍ୟରେ ମୋର ମୋ କର୍ମ ଜୀବନକୁ ମୋର ଚିନ୍ତାଧାରାରୁ ଛୁଟି ପଡ଼ିବାରୁ ଉଦ୍ଧାର। এই ବର୍ଷ ତମାମ ପ୍ରଚୁର ମଙ୍ଗଳ ଦାନ ଭିତରେ ପ୍ରାଣ ଉଦ୍ଧାର ହୋଇଛି, ଚକ୍ଷୁ ଉଦ୍ଧାର ହୋଇଛି, ଝୁଣ୍ଟି ପଡ଼ିବାରୁ ଉଦ୍ଧାର ହୋଇଛି। ଦ୍ୱିତୀୟ କଥା, ଭରସା ଅଛି। ସଦାପ୍ରଭୁ ମୋର ପ୍ରଚୁର ମଙ୍ଗଳ କରିଛନ୍ତି, ତେଣୁ ସେ ଉଦ୍ଧାର କରିଛନ୍ତି। ଦ୍ୱିତୀୟରେ, ସେ ପ୍ରଚୁର ମଙ୍ଗଳ କରିଛନ୍ତି, ଆଉ ସେ ମଙ୍ଗଳରେ କ'ଣ ଅଛି? ଭରସା ଅଛି। ପିଲାମାନେ କେ ଜଣେ କ'ଣ ଧନ୍ୟବାଦ। ଆମର ଚିନ୍ତାର ବିଷୟ କ'ଣ? ସଦାପ୍ରଭୁ ପ୍ରଚୁର ମଙ୍ଗଳ କଲେ। କୋଉଠି ମଙ୍ଗଳ କଲେ? ଆମ ପ୍ରାଣରେ ମଙ୍ଗଳ କଲେ, ଉଦ୍ଧାର କରିକି ଆମର ଝୁଣ୍ଟି ପଡ଼ିବାର ଉଦ୍ଧାର କରି ମଙ୍ଗଳ କଲେ, ଆମ ଚକ୍ଷୁକୁ। ଦ୍ୱିତୀୟ ଯାଉଛି ଭରସା। ଲେଖା ଅଛି କୋଉ ଭାବରେ ସେ ଭରସା ଅଛି? ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କହିବା ସମସ୍ତେ। ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଜୀବିତମାନଙ୍କ ଦେଶରେ ଗମନାଗମନ କରିବି। ମନୁଷ୍ୟ ତ ପାଣି ଫଟକା, ମନୁଷ୍ୟ ତ ଛାୟା ସଦୃଶ୍ୟ, ମନୁଷ୍ୟ ତ ଫୁଲ ସଦୃଶ୍ୟ, କିନ୍ତୁ ସେ କହୁଛନ୍ତି ମୁଁ ସଦାପ୍ରଭୁଙ୍କ ସାକ୍ଷାତରେ ଓ ମନୁଷ୍ୟମାନଙ୍କ ମଧ୍ୟରେ ଗମନାଗମନ କରିବି। ଏହା କ'ଣ ଭରସାକୁ ଦେଖି? এই ভরসা ঠাରୁ ଆଉ କୋଉ ଭରସା ଅଛି? ଯଦି ଧନର ଭରସା ରହିବ, ଧନ କେବେ ବି ଆମ ପଛରେ ଆସିବ। ବଳର ଭରସା କରିବା ଆମମାନଙ୍କ ମଧ୍ୟରେ ଭାଇ ଭାଗ୍ୟ ତାଙ୍କ ଶରୀରର ଯେତିକି ଭଲ ଥିଲା ସମସ୍ତେ ତାଙ୍କୁ କିନ୍ତୁ ବଳର ଭରସା ରହିବ ନାହିଁ, ଧନର ଭରସା ରହିବ ନାହିଁ, କିନ୍ତୁ ପ୍ରଭୁଙ୍କ ଠାରେ ଭରସା। ତେଣୁ ଗୀତର ଚକ ବହୁ ସୁନ୍ଦର ଲେଖିଲେ, ଯୀଶୁ ତୁମେ ମୋର ଆଶା ଗୌରବ, ଯୀଶୁ ତୁମେ ମୋର ଆଶା ଗୌରବମୟ ଭରସା।
যদিও ঘাত প্রতিঘাত আসিছি, অভাব অনাটন আসিছি, ରୋଗାଗ୍ରସ୍ତ ହେଇଛୁ, ଋଣଗ୍ରସ୍ତ ହେଇଛୁ, ଜୀବନରେ କେତେକ ପାରିବାରିକ ଦ୍ୱନ୍ଦ୍ୱତା ଆମକୁ ନିରାଶ ଆଣି ଦେଇଛି, କିନ୍ତୁ ପ୍ରଭୁ ନିରାଶ ହେବାକୁ ଲେଖା ଅଛି, ମୁଁ ସଦା ପ୍ରଭୁଙ୍କ ସାକ୍ଷାତରେ ଜୀବିତ ମାନଙ୍କ ଦେଶରେ ଗମନାଗମନ କରିବି। ତାର ଅର୍ଥ ମୁଁ ବଞ୍ଚି ରହିବି, ମୁଁ ଜୀବନସାରେ ରହିବି। ଜୀବନସାରେ ତ ସ୍ୱର୍ଗରେ ରହିବି ସେ କଥା ନୁହଁ, ତାଙ୍କ ଲୋକମାନଙ୍କ ସାକ୍ଷାତରେ ଗମନାଗମନ ପୃଥିବୀରେ ମୁଁ ବଞ୍ଚି ଏକ ପକ୍ଷରେ ସଦା ପ୍ରଭୁଙ୍କ ସହିତ ବଞ୍ଚି ରହିବି, ଅନ୍ୟ ପକ୍ଷରେ ମୋ ପରିବାରରେ, ମୋ ମଣ୍ଡଳୀରେ, ମୋ ଗ୍ରାମରେ ବଞ୍ଚି। ଏହା କଣ ଆଶୀର୍ବାଦ ନୁହେଁ କି? ଏହା କଣ ମଙ୍ଗଳଦାନ ନୁହେଁ କି? ଏହା କଣ ପ୍ରଚୁରତା ନୁହେଁ କି? ପ୍ରିୟମାନେ, ଯଦିଓ ଆକୁ ଆଉ ଟିକେ ବୁଝିବା, ଦୁଇ ପାଖରେ ଦୁଇ ଚୋର ଥିଲେ, ଜଣେ ଚୋରଙ୍କୁ କହିଲେ, ଆଜି ତୁମେ ମୋ ସହିତ କାରାବାସରେ ଉପସ୍ଥିତ, ଅର୍ଥାତ୍ ସ୍ୱର୍ଗରେ ତୁମେ ଜୀବିତ ରହିବ, କିନ୍ତୁ ପୃଥିବୀରେ, କିନ୍ତୁ ଆପଣଙ୍କୁ ମତେ ଆମ ସମସ୍ତଙ୍କୁ ପୃଥିବୀରେ ବଞ୍ଚି ରହିବାର ଅଧିକାର ଦଉଛନ୍ତି, ପୁଣି ସ୍ୱର୍ଗରେ ବଞ୍ଚିବାର ମୁଁ ସଦାଙ୍କ ସାକ୍ଷାତରେ ଓ ଜୀବିତ ମାନଙ୍କ ଦେଶରେ ଗମନା, ଏହା ମୋ ପାଇଁ ଆପଣଙ୍କ ପାଇଁ ଏକ ପ୍ରଚୁର। ପ୍ରଥମ କଥା ଆମର ଚିନ୍ତା କଣ ଥିଲା? ପ୍ରଚୁର ମଙ୍ଗଳ ଦାନରେ ଉଦ୍ଧାର ଅଛି। ଦ୍ୱିତୀୟ, ପ୍ରଚୁର ମଙ୍ଗଳ ଦାନରେ ଭରସା ଅଛି। ତୃତୀୟ, ପ୍ରଚୁର ମଙ୍ଗଳ ଦାନରେ କଣ ଅଛି? ପଢ଼ନ୍ତୁ। ମୁଁ ସଦା ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି, ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି, ମୁଁ ଚଞ୍ଚଳ ଭାବରେ କହିଲି, ମନୁଷ୍ୟ ମାତ୍ରେ ହିଁ ମିଥ୍ୟା। ଏକ ସ୍ୱୀକାରୋକ୍ତି। ପ୍ରଚୁର ମଙ୍ଗଳ ଦାନରେ ଜଣେ ଯଦି ସ୍ୱୀକାର କରିବ ନାହିଁ, ତେବେ ସେ କି ପ୍ରଭୁଙ୍କ ବୋଲି କହିବା? ଅସନ୍ତୁଷ୍ଟ ଲୋକ, ଅପରିତୃପ୍ତ ଲୋକ, ଅକୃତଜ୍ଞତା ଲୋକ। ଏଇଠି ଦେଖନ୍ତୁ ଲେଖା ଅଛି, ମୁଁ ସଦା ପ୍ରଭୁଙ୍କଠାରେ ବିଶ୍ୱାସ କରୁଅଛି, ଏଣୁ ମୁଁ କହିବି, ମୁଁ ନିତାନ୍ତ ଦୁଃଖଗ୍ରସ୍ତ ଥିଲି, ମୁଁ ଚଞ୍ଚଳ ଭାବରେ କହିଲି, ମନୁଷ୍ୟ ମାତ୍ରେ ହିଁ। ଚଞ୍ଚଳ ଭାବରେ କେତେକ ବିଷୟକୁ ଧରି ରଖିବାକୁ ଚେଷ୍ଟା, କେତେକ ବିଷୟକୁ ଗିଞ୍ଜା ଛାଡୁନା, କେତେକ ବିଷୟକୁ ମତ ସ୍ୱୀକାର କରୁନା, ନମ୍ର ହଉନା, କିନ୍ତୁ ସଦାପ୍ରଭୁଙ୍କ ପ୍ରଚୁର ମଙ୍ଗଳ ଦାନ ଯୋଉମାନେ ପାଆନ୍ତି, ବାଇବେଲ ପ୍ରକାଶ କରେ, ମୁଁ ସଦାପ୍ରଭୁଙ୍କଠାରେ ବିଶ୍ୱାସ କରୁଛି। କୋଉଥିପାଇଁ ବିଶ୍ୱାସ କରୁଛି? ସେ ମଙ୍ଗଳ ଦାନ କରିଥିବା ସକାଶେ ବିଶ୍ୱାସ କରୁଛି, ପ୍ରଚୁରତା ଭାବରେ ଆଶୀର୍ବାଦ କରିଥିବା ବିଶ୍ୱାସ କରୁଛି। ପ୍ରିୟମାନେ, এই প্রকার বিশ্বাস করু করু জনে বিশ্বাসী যদি পরস্পরর বিশ্বাস ভাজন হু ও ভিতরে থিবা কথা অটোমেটিকলি কহি যদি বিশ্বাস নথিব কহু যদি বিশ্বাস থিলে হি অন্তরর দুঃখ হোক কি সুখ হোক টঙ্কা হোক কি ব্যবসায় হোক কি লাভ হোক কি যে কোনসি কথাকু আমি প্রকাশ গীত রচিত বা প্রভুଙ୍କ লোক ଏହା କହନ୍ତି ମୁଁ ସଦା ପ୍ରଭୁଙ୍କ ଠାରେ ବିଶ୍ୱାସ କରୁଅଛି ଏଣୁ ମୁଁ କହିବି ମୁଁ ନିତାନ୍ତ ଦୁଃଖଗ୍ରସ୍ତ ପ୍ରିୟମାନେ का जीवन में वर्ष जाक किछि दुख आसेनी के कहि परिबा कि किछि ना किछि दुख आसीछि असुस्थतार दुख हेले अर्थर अभाव दुख हेले परिवार समस्यार दुख हेले किछि ना किछि दुख आसीछि किंतु ए दुख भितरे प्रभु मंगल करी ए विश्व जात पड़े हालेलुया हालेलुया
ଦୁଃଖରେ ରହିବାକୁ ସେହି ପରମେଶ୍ୱର ତୃତୀୟ ଅଂଶଟିକୁ ଆମେ ଦେଖୁଛୁ। ସଦାପ୍ରଭୁଙ୍କ ପ୍ରଚୁର ମଙ୍ଗଳ ଦାନରେ ବିଶ୍ୱାସ ଅଛି। ସଦାପ୍ରଭୁଙ୍କ ପ୍ରଚୁର ମଙ୍ଗଳ ଦାନରେ ସ୍ୱୀକାର ଅଛି। ଆଉ କୌଣସି ବିଷୟରେ ସ୍ୱୀକାର କରୁନାହୁଁ ନିଜ ଦୁର୍ବଳତା, ନିଜର ଅକ୍ଷମତା ଆଉ ନିଜର କ୍ଷଣତା। ଲେଖା ଅଛି ମନୁଷ୍ୟ ମାତ୍ରେ ହିଁ ମିଥ୍ୟା। କାରଣ ମନୁଷ୍ୟର ଚିନ୍ତା ଅବିରତ ମନ୍ଦ। ଆମେ ଏଠି ଗୋଟେ କଥା ଭାବୁଥାଉ, ଆଉ ଟିକେ ଗଲେ ଆଉ ଗୋଟେ କଥା ଭାବୁଥାଉ, କିନ୍ତୁ ଏ ଅବିରତ ଚିନ୍ତା ମନ୍ଦ ହେଲା ବେଳେ ପ୍ରଭୁ ମଙ୍ଗଳ କରିଛନ୍ତି, ମଙ୍ଗଳ କରିଛନ୍ତି, ମଙ୍ଗଳ କରିଛନ୍ତି। ସେଇ ପଦକୁ ମୁଁ କହିବି, ସମସ୍ତେ ଟିକେ ଜୋରରେ କହିବା। ହେ ମୋହର ପ୍ରାଣ, ଆପଣ ବିଶ୍ରାମ ସ୍ଥାନକୁ ନେଉଟି ଯାଅ, କାରଣ ସଦାପ୍ରଭୁ ତୁମ୍ଭର ପ୍ରଚୁର ମଙ୍ଗଳ କରିଅଛନ୍ତି। ପ୍ରଚୁର ମଙ୍ଗଳ କରିଅଛନ୍ତି। ଝିଅମାନେ ଆମ ପ୍ରାଣକୁ ଉଦ୍ଧାର କରି, ଆମ ଚକ୍ଷୁକୁ ଉଦ୍ଧାର କରି, ଆମ ଗମନକୁ ଉଦ୍ଧାର କରି ମଙ୍ଗଳ କରିଛନ୍ତି। ଦ୍ୱିତୀୟରେ ଆମମାନଙ୍କୁ ଜୀବନ ଦଶାରେ ରଖି, ଜୀବିତ ରଖି ମଙ୍ଗଳ କରିଛନ୍ତି। ତୃତୀୟରେ ଆମମାନଙ୍କୁ ଆମର ଦୁର୍ବଳତା, ଆମର ଅକ୍ଷମତା, ଆମର ଅବିଶ୍ୱାସତାକୁ ବିଶ୍ୱାସରେ ସ୍ୱୀକାରୋକ୍ତି ଦେଇ ମଙ୍ଗଳ। ଦ୍ୱିତୀୟ ପର୍ଯ୍ୟାୟ, ପ୍ରଥମ ପର୍ଯ୍ୟାୟଟି ହେଉଛି ସଦାପ୍ରଭୁ ତୁମର ବା ମୋହର ପ୍ରଚୁର ମଙ୍ଗଳ କରିଛନ୍ତି। କୋଉଠି? ପ୍ରାଣରେ, କୋଉଠି ଚକ୍ଷୁରେ, କୋଉଠି ଗମନରେ, କୋଉଠି ନୈରାଶ୍ୟତାରେ, କୋଉଠି ଜୀବନ। ତେବେ ମୋର କର୍ତ୍ତବ୍ୟ ବାରବାର ମୋ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳ ଦାନ ପାଲଟି ମୁଁ ତାହାଙ୍କୁ ବିଶ୍ୱବସ୍ତ ଟିକେ ପାଳି କରି ମୋ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳ ଦାନ ପାଲଟି ମୁଁ ତାହାଙ୍କୁ କି ପ୍ରତିଦାନ କରିବି? ଫାର୍ଷ୍ଟ ପାର୍ଟ ତାଙ୍କର, ସେକେଣ୍ଡ ପାର୍ଟ ଆମ। ସେ ତ ପ୍ରଚୁର ମଙ୍ଗଳ କଲେ, ପ୍ରଚୁରର ତ କାଉଣ୍ଟରେ ନାହିଁ, ଆମେ ତାର ହିସାବ କରିପାରୁନାହୁଁ। କିନ୍ତୁ ସବୁ କହିଲେ ମୋର ଖାଇବା, ବସିବା, ଉଠିବା, ଶୋଇବା, ବସ୍ତ୍ର, ଘର ସବୁକୁ ଗୋଟେ 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 ଯଦି କରିବି, ମୁଁ ଯାହା ବ୍ୟବହାର ମୋ ପ୍ରତି ସଦାପ୍ରଭୁଙ୍କର ସବୁ ମଙ୍ଗଳ ଦାନ ପାଲଟେ ମୁଁ ତାଙ୍କୁ ମୋ ପରିତ୍ରାଣର ପାତ୍ର ଗ୍ରହଣ। ତୁମେ ତାହାଙ୍କ ନାମ ଇମାନୁଏଲ ହେବ। ସେହି ନାମର ଅର୍ଥ ଆମମାନଙ୍କ ସହିତ ଈଶ୍ୱର, ଆଉ ତା ତଳ ଅଂଶକୁ ଲେଖା ଅଛି ତାହା ଆମମାନଙ୍କ ନିମନ୍ତେ ପରିତ୍ରାଣ। ଅର୍ଥାତ୍ ମୁଁ ଯୀଶୁଙ୍କୁ ଗ୍ରହଣ, ମୁଁ ଯୀଶୁଙ୍କୁ ବିଶ୍ୱାସ କରିବି, ମୁଁ ଯୀଶୁଙ୍କ ସେବା କରିବି, ମୁଁ ଯୀଶୁଙ୍କ ନିକଟରେ ରହିବି। ସଦାପ୍ରଭୁ ପ୍ରଚୁର ମଙ୍ଗଳ ଦାନ କଲା ବେଳେ ମୁଁ ଟଙ୍କା ଉପରେ ନିର୍ଭର କରିବି ନାହିଁ, ଧନ ଉପରେ ନିର୍ଭର କରିବି ନାହିଁ, ପଦବୀ ଉପରେ ନିର୍ଭର କରିବି ନାହିଁ, ସୁନା ଉପରେ ନିର୍ଭର କରିବି ନାହିଁ, ଏ ଜୀବନ ଉପରେ ନିର୍ଭର କରିବି ନାହିଁ, ଏ ଫଳ ଉପରେ ନିର୍ଭର କରିବି ନାହିଁ। ମୁଁ ସଦାପ୍ରଭୁଙ୍କୁ ମୋର ପରିତ୍ରାଣର ପାତ୍ର କରିବି। ହାଲେଲୁୟା। ଟିକେ ଜୋରରେ କହିବା। କେତେ ଲୋକ ଟିକେ ଖରାପ ହଉଛି, ନିଦ ହଉଛି, ଟିକେ ଜୋରରେ କହୁ ହାଲେଲୁୟା, ହାଲେଲୁୟା। ପ୍ରିୟମାନେ, ସେଇ ପରମେଶ୍ୱର ମଙ୍ଗଳ, ଆଉ ସେ ମଙ୍ଗଳ। ତେଣୁ ମୋର କର୍ତ୍ତବ୍ୟ, ଆପଣଙ୍କ କର୍ତ୍ତବ୍ୟ ପ୍ରଭୁ ଯୀଶୁଙ୍କୁ ତ୍ରାଣକର୍ତ୍ତା ଭାବରେ ଗ୍ରହଣ ଓ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ପ୍ରଭୁଙ୍କୁ ଗ୍ରହଣ କରିବି, ଦ୍ୱିତୀୟରେ କଣ କରିବି? ପ୍ରାର୍ଥନା। କୋଉ ମାନେ
ପ୍ରାର୍ଥନା କି କରୁନାହାନ୍ତି ମୁଁ ସେ କଥା କହୁନି, ସମସ୍ତେ କରିବେ। ଖାଇବା ବେଳେ ତ ପ୍ରାର୍ଥନା, ଶୋଇଲା ବେଳେ ତ ପ୍ରାର୍ଥନା, ଆଉ ସ୍ୱତନ୍ତ୍ର ପ୍ରାର୍ଥନା କରୁଛୁ। ଖାଇବାଟା ବାଧ୍ୟବାଧକ, ପ୍ରଭୁ ସମ୍ମାନ ମୋର ଖାଦ୍ୟ ରଖିଛନ୍ତି, ନ କଲେ ଅସୁବିଧା, କଲେ ଭଲ, ନ କଲେ ଖରାପ ନୁହଁ, ତେଣୁ ନ କଲେ ଅକୃତଜ୍ଞତା। କେତେକ କ୍ଷେତ୍ରରେ ତ ପ୍ରାର୍ଥନା କରୁଛୁ, କିନ୍ତୁ ପ୍ରଭୁ ତୁମେ ମୋ ପ୍ରାଣକୁ ଉଦ୍ଧାର କଲ, ମୋ ଚକ୍ଷୁକୁ ଉଦ୍ଧାର କଲ, ମୋ ଗମନକୁ ଉଦ୍ଧାର କଲ, ମୋ ପ୍ରାଣ ମୋ ଜୀବଦଶାରେ ମତେ ରଖିଛ, ମତେ ମୋର ଭୁଲ ବୁଝିବାକୁ ଦେଲ, ଆମେ ପ୍ରାର୍ଥନା କରୁଛୁ। ସେ କହୁଛନ୍ତି ଓ ସଦାପ୍ରଭୁଙ୍କ ନାମରେ ପ୍ରାର୍ଥନା କର। ପ୍ରିୟମାନେ, ପ୍ରାର୍ଥନାରେ ଶକ୍ତି ଅଛି, ପ୍ରାର୍ଥନାରେ ଉଦ୍ଧାର ଅଛି, ପ୍ରାର୍ଥନାରେ ଆନନ୍ଦ ଅଛି, ପ୍ରାର୍ଥନାରେ ଧାର୍ମିକତା ଅଛି, ପ୍ରାର୍ଥନାରେ ଈଶ୍ୱରଙ୍କ ସହିତ ସମ୍ପର୍କ ଲାଗି ରହୁଛି, ପ୍ରାର୍ଥନାରେ ଜୀବନ ତୃପ୍ତି ଅନୁଭବ। ଯୋଉ ପ୍ରାର୍ଥନା ମଧ୍ୟରେ ପ୍ରଭୁଙ୍କ ସହିତ ସମ୍ପର୍କ ସ୍ଥାପନ ହେଇଛି। ପ୍ରାର୍ଥନା ଶୁଣ ଆମ ପ୍ରଭୁ, ପ୍ରାର୍ଥନା ଶୁଣ রাস্তা কড়রে রহি প্রার্থনা কলে শুনতি, বন্দিশালারে রহি প্রার্থনা কলে শুনতি, অসুস্থতারে রহি প্রার্থনা কলে শুনতি, মৃত্যুর শুনিকি সংবাদ শুনিকি প্রার্থনা কলে শুনতি। ଆଉ ସେ ଉତ୍ତର ମଧ୍ୟ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମେ ଅଜ୍ଞାତ ମହତ ଓ ଦୁଷ୍କର ମାନ ବିଷୟ ତୁମକୁ ଦେଖାଏ। ପ୍ରିୟମାନେ, ଆମେ ପୂର୍ବ ସମୟରେ ଶୁଣୁଥିଲୁ, ଆମ ପୂର୍ବପୁରୁଷମାନେ ଏ ପ୍ରକାର ପର୍ବ ପାଳନ କରିବା ପାଇଁ ଋଣଗ୍ରସ୍ତ ହୋଇଥିଲେ। ଏ ପ୍ରକାର ପର୍ବ ପାଳନ କରିବା ପାଇଁ ଏବେ ତ ପିଠା ଖାଇବା ବି କମିଗଲା, ପିଠା ପାଇଁ ତେଲାଣି ବଢୁଥିଲେ ସେ ମାଟିର କଡ଼େଇ ପୁରା ମାଟିର କଡ଼େଇକୁ ସେ ସମୟରେ ତେଲାଣି କରୁଥିଲେ, ଏବେ ଆମେ କଡ଼େଇ କରୁଛୁ। ସେଇଟା ଯାଇକି ନୂଆଗଡ଼ ହାଟରୁ କିଣିକି ନଚେତ ରହିଲା। ଆଉ ତାକୁ ମୋର ମନେ ଅଛି, ମୋର ରାୟଗଡ଼ରେ କିଏ ଜଣେ ମରିଯାଇଛନ୍ତି, ମୋର ଜେଜେମା ମା ସବୁ ପଳେଇ ଥିଲେ, ଆମେ ଭାଇ ଭଉଣୀ ଥିଲୁ। ମୁଁ ପିଠା ଭାଜୁଥିଲି, ମୁଁ ପିଠା ଭାଜିଲା ବେଳେ ସମାନ କାଉ ଆସିକି ଜାଲି ଚାକିରେ ବସେ, ଆଉ ପିଠା ପଡ଼ିଯାଇ ତେଲ ଛିଞ୍ଚେ। ଡର ଥିବାର କାଳେ ସେ ତେଲାଣିଟା ଭାଙ୍ଗିଯାଏ। ସେ ଗୁଡ଼ ତେଲ ପାଇଁ ଗୋଟେ ଏବେ ଯେମିତି କେତେକ ଗ୍ରୁପ ହେଇଛି, ସେ ସମୟରେ ଗୋଟେ ଗୋଟେ ଗ୍ରୁପ କରା ହଉଥିଲା, କିଛି କିଛି ପଇସା ରଖିକି ଗୁଡ଼ ତେଲ ସେ ଗ୍ରୁପ ଲୋକ ଆଉ ବଂଶିକା ଲୋକ ମଧ୍ୟ କିଛି କିଛି ରଖିକି ସେଇ ବଂଶ ଲୋକ ଗୁଡ଼ ତେଲ। ମୋର ପ୍ରିୟ ମାନେ, ମୋର ଏଇଟା କହିବାର ଉଦ୍ଦେଶ୍ୟ, ପ୍ରଭୁ ଆମମାନଙ୍କୁ ଏତେ ଅନୁଗ୍ରହ କଲେ ଯେ
ଆଉ ସେ ପ୍ରକାର ଅବସ୍ଥାରେ ରଖି ନାହାନ୍ତି। ଆମ ପୂର୍ବପୁରୁଷ ପ୍ରାର୍ଥନା, ଆମମାନଙ୍କ ବୟୋଜ୍ୟେଷ୍ଠ ମାନଙ୍କ ପ୍ରାର୍ଥନା, ଆମମାନଙ୍କ ମଣ୍ଡଳୀର ପ୍ରାର୍ଥନା ଆମମାନଙ୍କୁ ଆଉ କାଲିକି ଗୁଡ଼ ତେଲର ଆବଶ୍ୟକତା ଏତେ ଚିନ୍ତା କରିବାକୁ ପଡୁ। ତେବେ କଣ ପ୍ରଭୁ ଆମର ପ୍ରାର୍ଥନା ଶୁଣି ନାହାନ୍ତି କି? ହଁ, ଆମ ପ୍ରଭୁ ପ୍ରାର୍ଥନା ଶୁଣୁଛନ୍ତି, ଉତ୍ତର ଦେଇଛନ୍ତି। ଆମର ଚିନ୍ତାର ବିଷୟରୁ ଯୋଉ କଥାକୁ ଆମେ ଆସିଥିଲୁ ଯେ ସଦା ପ୍ରଭୁ ସବୁ ବିଷୟରେ ଯୋଉ ମଙ୍ଗଳ ଦାନ କରିଛନ୍ତି, ମୁଁ କଣ କରିବି? ପ୍ରାର୍ଥନା କରିବି। ଆଉ ପ୍ରାର୍ଥନା ଅସାଧ୍ୟକୁ ସାଧ୍ୟରେ ପରିଣତ କରେ। ତାର ପୂର୍ଣ୍ଣକୁ ଆମେ ଦେଖିଲୁ, ତୁମେ ଆମ୍ଭ ନିକଟରେ ପ୍ରାର୍ଥନା କର, ତହିଁରେ ଆମ୍ଭେ ତୁମର ଅଜ୍ଞାତ ମହତ ଓ ଦୁଷ୍କର ମାନ ବିଷୟ ତୁମକୁ ଦେଖାଇବୁ। ଗୋଟେ ଡ୍ରେସ୍ ହେଲା ବେଳକୁ କେତେ କଷ୍ଟ ହଉଥିଲା, ଏବେ 4-5ଟା ଡ୍ରେସ୍, ଖାଇବାର ଅଭାବ ନାହିଁ, ମାଛ ମାଂସ ଯାହା ବି ଅଛି, ପ୍ରେଜ୍ ଦ ଲର୍ଡ କହିବା ଟିକେ ହାଲେଲୁୟା। ତେବେ ଏହା କଣ ମଙ୍ଗଳଦାନୀ? କେହି ନା କେହି ଆମ ପାଇଁ ପ୍ରାର୍ଥନା କରିଛନ୍ତି, କେହି ନା କେହି ଆମ ନିମନ୍ତେ ଆଣ୍ଠୁ ପାତିଛନ୍ତି, କେହି ନା କେହି ଆମ ପାଇଁ ବ୍ରତ ଦେଇଛନ୍ତି, ଯୋଉଥି ସକାଶେ ପ୍ରଭୁଙ୍କର ଏହି ଆଶୀର୍ବାଦ ଅଜ୍ଞାତ ବହୁତ ଦୁଷ୍କର ମାନ ବିଷୟ। ଆମମାନଙ୍କର ବଡ଼ଦିନର ବକ୍ତା କହୁଥିଲେ ପ୍ୟାଣ୍ଟ ଏତେ ଝୁଲୁଥିବ, କିନ୍ତୁ ଏବେ ଆଉ ଝୁଲା ନାହିଁ। ହାଫ ପ୍ୟାଣ୍ଟ ମିଳିବା କଷ୍ଟ, କିନ୍ତୁ 12ଟା ପକେଟ ଥିବ, 4ଟା ପକେଟ ଥିବ। ଏବେ ଜିନ୍ ପ୍ୟାଣ୍ଟ ଆଗ ରହିବ ସେଟା, ଆଉ ଏ କିଣା ଖାଇ ଆଉ ସେ ନିକାର କରୁଥିଲା, ଆଉ ନିକାର ଏବେ ହବ ନା, ଏବେ ହଉଛି ଜିନ୍ ପ୍ୟାଣ୍ଟ। ପ୍ରଭୁଙ୍କର ଆଶୀର୍ବାଦ। ଏଣୁ ଆମ ପାଇଁ କେହି ପ୍ରାର୍ଥନା କରିଛନ୍ତି, ତେଣୁ এই ମଙ୍ଗଳଦାନ ସଦା ପ୍ରଭୁ ତୁମର ପ୍ରଚଣ୍ଡ ମଙ୍ଗଳ କରିଛନ୍ତି। ମଙ୍ଗଳ ଭିତରେ ଅନେକ କଥା ଦେଖିଲୁ, ତେବେ ମୋର ପ୍ରତିମାନ ମୁଁ ପରିତ୍ରାଣ ପାତ୍ର ଭାବରେ ପ୍ରଭୁଙ୍କୁ ଗ୍ରହଣ କରିବି। ଦ୍ୱିତୀୟରେ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା। ଆଜି ମୋ ପରିସ୍ଥିତି ଯାହା ଅଛି, ମୋ ଆଗାମୀ ପିଢ଼ିର ପରିସ୍ଥିତି ଆହୁରି ଉନ୍ନତ ହବ, ଆଶୀର୍ବାଦ ହବ, ମଙ୍ଗଳ ହବ। ତେବେ ଆଜି ମୋତେ ପ୍ରାର୍ଥନା ମୁଁ ଆଉ କଣ କରିବାକୁ ମୁଁ ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନଙ୍କ ନମ୍ବର 1 ପ୍ରଭୁଙ୍କୁ ଆପଣାର କରି ଗ୍ରହଣ କରିବି, ଦ୍ୱିତୀୟରେ ପ୍ରାର୍ଥନା କରିବି, ତୃତୀୟରେ ମୁଁ ମାନକ। ବେଳେ ବେଳେ ଆମେ କହୁ ନ କହୁ କେତେକ ମାନକ କାହାକୁ କହିବାକୁ ପଡେ। ଯଦି ବର୍ଷା ଜୋର ହଉଥିବ, ଘରୁ ଗଳୁଥିବ, ପ୍ରଭୁ ଏ ଘର ଯଦି ବଳିବ ନାହିଁ ଆଉ ଆମେ ରକ୍ଷା ପାଇଯିବୁ, ଏଇଟା ଦେବି। ସେ ଟିକେ କୁହନ୍ତି ନଦୀରେ ଗୋଟେ ଲୋକ ପଡିଗଲା, ସେଇଠୁ ଥରି ଥରି ବାହାରି ହେଲା ବେଳେ, ସେ ନଦୀରେ ଆକୁଳ ବିକୁଳ ହେଲା ବେଳେ ସେ କଣ ଗୋଟେ ମାନକ ସେଇଠି କୁହନ୍ତି କି କେହି? ପ୍ରିୟମାନେ, ଅନେକ ସମୟରେ ଆମେ ମାନକ କରୁ ଆମମାନଙ୍କ ପରିସ୍ଥିତି ଅନୁସାରେ, ଆମମାନଙ୍କ ପରିବାର ଅବସ୍ଥା ଅନୁସାରେ, ଆମମାନଙ୍କ ବ୍ୟବସାୟ ଅନୁସାରେ, ଆମମାନଙ୍କ ଜୀବନ ଯାତ୍ରା ଅନୁସାରେ ଆମେ ମାନକ କରୁ। ଆଉ ମାନକ ଖରାପ ବିଷୟ ନୁହଁ, ମାନକ ଭଲ ବିଷୟ। ଆଉ ଯୋଉମାନେ ମାନକ କରିକି କେବେ ଅଭାବୀ, ମାନକ କରିକି ଖାଲିରେ ଫେରି, ମାନକ କରିବା ଲୋକଙ୍କୁ ପ୍ରଭୁ କାହାକୁ ନିରାଶ କରନ୍ତି। ତେଣୁ ସେ କହୁଛନ୍ତି, ମୁଁ ସଦା ପ୍ରଭୁଙ୍କ ଉଦ୍ଦେଶ୍ୟରେ ଓ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ଆପଣା ମାନକ। ମୋ ପାଇଁ ଆଉ କିଏ ମାନକ କରିବ ସେ କଥା ନୁହଁ, କିନ୍ତୁ ମୁଁ ମାନକ। ଏଇଟା କହିଲା ବେଳେ ଗୋଟେ କଥା ମନେ ପଡେ। ନୟାଗଡ଼ ଓଡ଼ଗାଁ ଅଞ୍ଚଳରେ ଆମେ ସେବା କାର୍ଯ୍ୟକୁ ଭାଇ ଯୌବନ ଗମାଙ୍କ ମୁଁ ଯାଇଥାଉ। ପ୍ରାୟ 20ରୁ 25 କିଲୋମିଟର ଯାଇଛି। ଯାଉ ଯାଉ ଅଧା ବାଟରେ 3 ଜଣ ଅଛନ୍ତି ଗୋଟେ ଗଛରେ, ଗଛ ଛାଇରେ, ଆଉ 3ଟା ଷ୍ଟ୍ରାଇକ୍ କରିଛନ୍ତି। ଯୋଉମାନେ କାରାମଳ ଖେଳୁଛନ୍ତି ପିଲାମାନେ ଜାଣିଥିବେ, ତାବାଲରେ ପକେଇ ଦେଇଛନ୍ତି। ତାଙ୍କ ଭିତରୁ ବି 2 ଜଣ ଖେଳାଳି, ଜଣେ ଖେଳାଳି। ସେମାନେ 10 ବାନ୍ଧିଲେ 20, 20 ବାନ୍ଧିଲେ 40, 40 ବାନ୍ଧିଲେ 80, 80 ବାନ୍ଧିଲେ 160, 100 ବାନ୍ଧିଲେ 200, 200 ବାନ୍ଧିଲେ 400 କହିକି ଜୋରରେ କହି ଆମେ ରଖିଛୁ
ଆଉ କେତେ ଟ୍ରାକ୍ ବାଣ୍ଟିଛୁ ବିକିଛୁ ଆଉ ସେ ଛାଇରେ ଟିକେ କ'ଣ ଅଛି ଠିଆ ହଉ ଏ ଭାଇ ନାଁରେ ଘଣ୍ଟା ରଖିଲି ବୋଲି 100 ଟଙ୍କାରେ ଘଣ୍ଟା ରଖିଲି ମୋ ନା ବୋଲୁ ବୋଲୁ ମତେ ସେ ବୁଝେଇ ଦେଲେ ତାପରେ ହାତ ମୋର ଜିତିଲା ଏଇଟା ମୁଁ କହିଲି ମୁଁ ପକେଇ ନଥିଲି ଏଇଟା ମୋ ନାହିଁ ତୋର ସେଠି ଚା କ'ଣ ଏ ନାଁରେ ପକେଇଲି ତାପରେ ମୁଁ ଧରି ପକେଇଲା ପରେ ତୁମେ ନ ଧରିକି କୁଆଡ଼େ ଯିବ ଖେଳ ମୋର କହିବା ଭିତରେ କେହି କାହା ପାଇଁ ଦାୟୀ ହେବେ ପୁତ୍ର ପିତା ପାଇଁ ଦାୟୀ ହେବନି ପିତା ପୁତ୍ର ପାଇଁ ପ୍ରତ୍ୟେକ ଆପଣ ଆପଣ ନିମନ୍ତେ ଈଶ୍ୱରଙ୍କ ନିକଟରେ ତେବେ ମୁଁ ସଦା ପ୍ରଭୁଙ୍କ ନିକଟରେ ମାନବ କରିବି ଆଉ ପୂର୍ଣ୍ଣ କାରଣ ସଦା ପ୍ରଭୁ ମୋର ପ୍ରଚୁର ମଙ୍ଗଳ କରୁଛନ୍ତି ପ୍ରିୟମାନେ ଏହା ଆପଣଙ୍କ ପାଇଁ ମୋ ପାଇଁ এই বর্ষর শেষ শিক্ষা বর্ষ যাক প্রভু পড়ে বর্ষ যাক প্রভু প্রতিপালন কলে বর্ষ যাক প্রভু ব্যবসায়ে লাভবান ମୁଁ କହୁନି କିଛି କ୍ଷତି ହେଇନି ବୋଲି ହେଇଥିବ କିନ୍ତୁ କ୍ଷତି ଭିତରେ ସେ ତାହା ନ ଅସୁସ୍ଥ ହେଇନି ବୋଲି କହୁନି ଅସୁସ୍ଥ ଭିତରେ ସୁସ୍ଥତା ନେଇଛନ୍ତି অভাব ହେଇନି କହୁନି ଅଭାବ ହେଇଛି କିନ୍ତୁ ଅଭାବ ମଧ୍ୟରେ ଅଭାବ ମୋଚନ ତେବେ ଦୁଇଟି ପର୍ଯ୍ୟାୟ କଥା ଆମେ ଦେଖିଲୁ ପ୍ରଥମ କଥା ସଦାପ୍ରଭୁ ମୋର ପ୍ରଚୁର ମଙ୍ଗଳ କରିଛନ୍ତି କ'ଣ ମଙ୍ଗଳ କରିଛନ୍ତି ପ୍ରାଣରେ ମଙ୍ଗଳ କରିଛନ୍ତି କ'ଣ ମଙ୍ଗଳ କରିଛନ୍ତି ଲୋକଙ୍କର ଚକ୍ଷୁକୁ ମଙ୍ଗଳ କରିଛନ୍ତି କ'ଣ ମଙ୍ଗଳ କରିଛନ୍ତି ଝୁଣ୍ଟି ପଡ଼ିବାରୁ ମୋ ଚରଣକୁ ମଙ୍ଗଳ କରିଛନ୍ତି ଏବଂ କ'ଣ ମଙ୍ଗଳ କରିଛନ୍ତି ମୋ ପ୍ରାଣକୁ ଜୀବଦଶାରେ ରକ୍ଷିକି ମଙ୍ଗଳ କରିଛନ୍ତି କ'ଣ ମଙ୍ଗଳ କରିଛନ୍ତି ସେ ମୋ ଜୀବନରେ ମୋର ନିଜସ୍ୱକୁ ବୁଝିବା ମୋ ନିଜସ୍ୱକୁ ଜାଣିବା ପାଇଁ ମୋ ଦୁର୍ବଳତାକୁ ବୁଝିବା ପାଇଁ ପ୍ରଭୁ ଉପରେ ନିର୍ଭର କରିବା ପାଇଁ ବିଶ୍ୱାସ କରିବାକୁ ଦେଇ ମଙ୍ଗଳ କରୁଛନ୍ତି ତେବେ ମୋର କର୍ତ୍ତବ୍ୟ ମୁଁ ପ୍ରଭୁଙ୍କୁ ପରିତ୍ରାଣ ପାତ୍ର ଭାବରେ ଗ୍ରହଣ ମୁଁ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିବି ମୁଁ ପ୍ରଭୁଙ୍କ ନିକଟରେ ମାନବ ମନାଶା କରି ଆଉ ଏହା କରୁଥିବା ବେଳେ ପ୍ରଭୁ କେବେ ଛାଡ଼ିବେ ଶେଷ କଥା କହୁଛି ମୁଁ ତୁମ୍ଭ ନିକଟରେ ଧନ୍ୟବାଦର ବଳି ଉତ୍ସର୍ଗ କରିବି ମୁଁ ସଦା ପ୍ରଭୁଙ୍କ ନାମରେ ପ୍ରାର୍ଥନା କରିବି ମୁଁ ତାହାଙ୍କ ଲୋକମାନଙ୍କ ସାକ୍ଷାତରେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣରେ ହେ ଜେରୁସାଲେମ ତୁମ୍ଭ ମଧ୍ୟରେ ସଦାପ୍ରଭୁଙ୍କ ଉଦ୍ଦେଶ୍ୟରେ ଆପଣା ମାନତ ପୂର୍ଣ୍ଣ କରିବି ତୁମ୍ଭେମାନେ ସଦାପ୍ରଭୁଙ୍କର ଏଇଠି ମୋର କହିବାର ଯେ ସଦାପ୍ରଭୁଙ୍କ ଗୃହର ପ୍ରାଙ୍ଗଣ ମଙ୍ଗଳ ପାଇଲା ପରେ ଆଜ୍ଞା ମୁଁ ତ ବିଶ୍ୱାସ କରୁଛି ମୁଁ ତ ପ୍ରାର୍ଥନା କରୁଛି ଘରେ ରହି ହବ ନାହିଁ କିନ୍ତୁ ବାହ୍ୟ ପ୍ରକାଶ ପରେ ସଦାପ୍ରଭୁଙ୍କ ଗୃହ ଓ ପ୍ରାଙ୍ଗଣରେ କହିବା ଟିକେ ହାଲେଲୁୟା ଏଣୁ ମୋର ପ୍ରିୟମାନେ ସଦାପ୍ରଭୁଙ୍କ ଗୃହ ସମସ୍ତଙ୍କ ପାଇଁ ଉନ୍ମୁକ୍ତ କିନ୍ତୁ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ସମସ୍ତଙ୍କ ପାଇଁ କିନ୍ତୁ ସମସ୍ତଙ୍କ ପାଇଁ ପ୍ରଯୁଜ୍ୟ ଯଦି ଆମେ ତିନି ଅଧ୍ୟାୟକୁ ଯିବା ମାତୃଗର୍ଭରୁ ଖଞ୍ଜ ଜଣେ ଲୋକ ସଦାପ୍ରଭୁଙ୍କ ଗୃହ କୋଉଠି ବସୁଥିଲା ପ୍ରାଣ ଭିତରକୁ ଯିବାର ବାଟ ସେ ମଧ୍ୟ ନିଜେ ଆସିପାରୁ କିନ୍ତୁ ଆପଣଙ୍କୁ ମତେ ଆସିବାର ସୁଯୋଗ ପ୍ରଭୁ ଦେଇଛନ୍ତି আমার ন আসিলা পরে অবস্থায় রখি নাহান্তি তবে এই আসিবার সুযোগ অপরচুনিটি কি হাত ছড়া ন করু প্রভুরে প্রভু এই সংক্ষিপ্ত বাক্যরে আম প্রত্যেকଙ୍କୁ আশীর্বাদ করন্তু বুঝিবার মন দিন্তু এবং আমাଙ୍କ প্রভু কোটি কোটি আমাଙ୍କୁ মঙ্গল করিছন্তি পিলাମାନେ প্রথম কথা प्राण को चक्षु को झुंटी पड़िबार उद्धार करी मंगल आउ कति मंगल करिसंती आमान जीवन रे बंची रखी मंगल
ଆଉ କୋଟି ମଙ୍ଗଳ କରିଛନ୍ତି ମନୁଷ୍ୟ ହିଁ ଦୁର୍ବଳ ଆଉ ନିଜର ଭୁଲ ସ୍ୱୀକାର କରିବାକୁ ଦେଇଥିବା ମଙ୍ଗଳ ତେବେ ମୋର କର୍ତ୍ତବ୍ୟ ଆପଣଙ୍କ କର୍ତ୍ତବ୍ୟ ଆପଣଙ୍କ ନିକଟରେ ରଖିଲି ପ୍ରଭୁ ଏହି ପତିତଲାଙ୍କ ଉପରେ ଶିକ୍ଷା ଉପରେ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେ ସମସ୍ତେ ଠିଆ